ନମସ୍କାର। ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍। ଏବେ ନାଣ୍ଡୁ ଧଳ ଅର୍ଥାତ୍ ତୁଳସୀ ଗଣନାଟ୍ୟର ମାଲିକ ନାଣ୍ଡୁ ବାବୁଙ୍କ ନାଁରେ ପୁଣି କଣ୍ଟ୍ରୋଭର୍ସି। ତାଙ୍କ ପାର୍ଟି ତୁଳସୀ ଗଣନାଟ୍ୟରେ ରହିଥିବା ଖଳନାୟକ ଭୂମିକାରେ ଅଭିନୟ କରିଥିବା ସାଇ ସତ୍ୟଜିତ ଔରବ ସାଇଙ୍କ ଦେହ ଅସୁସ୍ଥ ପରେ ତାଙ୍କୁ ବାରମ୍ବାର ଟର୍ଚର କରି ଅଭିନୟ କରିବା କହୁଥିବାରୁ ସାଇଙ୍କ ମା ଏବଂ ସାଇ ଗୋଟିଏ ଲିଖିତ ଆକାରରେ ଅଭିଯୋଗ ଦେବା ପରେ ଗତକାଲି ହିଁ ନାଣ୍ଡୁ ଧଳ ରାଗି ଯାଇ ଖଣ୍ଡଗିରି ଥାନାରେ ଓଲଟା ଏଫଆଇଆର ଦାୟର କରିଥିଲେ ଏବଂ ସିଧାସଳଖ କହିଥିଲେ ସାଇ ସତ୍ୟଜିତ ଅର୍ଥାତ୍ ସାଇ ମିଛିକା ଅଭିନୟ କରୁଛି, ତା ଦେହ ଖରାପ ହୋଇନାହିଁ। ତଥାପି ମିଛ ଅଭିନୟ ଦେହ ଖରାପ କରି ଏବେ ତାଙ୍କ ପାର୍ଟିରୁ ଅନ୍ୟ ପାର୍ଟିକୁ ଯିବାକୁ ଚାଲ କରିଛି। ସେଥିପାଇଁ ଲିଖିତ ଆକାରରେ ଖଣ୍ଡଗିରିରେ ଏଫଆଇଆର ଦାୟର କରିଛନ୍ତି। ପ୍ରକୃତରେ କିଏ କରୁଛି ନାଟକ, ନାଣ୍ଡୁ ଧଳ ନା ସାଇ? ତାକୁ ନେଇ ବଡ଼ ପ୍ରଶ୍ନ। ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍।